ଆମ ଦେଶର ନାମ କ'ଣ? ଆମ ଦେଶର ନାମ କ'ଣ? ଉତ୍ତର ଭାରତ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ଦେଶର ରାଜଧାନୀର ନାମ କ'ଣ? ଆମ ଦେଶର ରାଜଧାନୀର ନାମ କ'ଣ? ଉତ୍ତର ନୂଆଦିଲ୍ଲୀ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ଜାତିର ପିତା କିଏ? ଆମ ଜାତିର ପିତା କିଏ? ମହାତ୍ମା ଗାନ୍ଧୀ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ଦେଶ କେବେ ସ୍ୱାଧୀନ ହୋଇଥିଲା? ଆମ ଦେଶ କେବେ ସ୍ୱାଧୀନ ହୋଇଥିଲା? ଅଗଷ୍ଟ 15, 1947 ମସିହା। ଆମ ଦେଶର ଜାତୀୟ ପଶୁର ନାମ କ'ଣ? ଆମ ଦେଶର ଜାତୀୟ ପଶୁର ନାମ କ'ଣ? ଉତ୍ତର ବାଘ। ଆମ ଦେଶର ଜାତୀୟ ଫୁଲର ନାମ କ'ଣ? ଆମ ଦେଶର ଜାତୀୟ ଫୁଲର ନାମ କ'ଣ? ପଦ୍ମ ଫୁଲ। ଆମ ଦେଶର ଜାତୀୟ ପକ୍ଷୀର ନାମ କ'ଣ? ଆମ ଦେଶର ଜାତୀୟ ପକ୍ଷୀର ନାମ କ'ଣ? ଉତ୍ତର ମୟୂର। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ଦେଶର ଜାତୀୟ ଫଳର ନାମ କ'ଣ? ଆମ ଦେଶର ଜାତୀୟ ଫଳର ନାମ କ'ଣ? ଉତ୍ତର ଆମ୍ବ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ଦେଶର ଜାତୀୟ ଖେଳର ନାମ କ'ଣ? ଆମ ଦେଶର ଜାତୀୟ ଖେଳର ନାମ କ'ଣ? ହକି ଖେଳ। ଆମ ଦେଶର ଜାତୀୟ ସଂକେତର ନାମ କ'ଣ? ଆମ ଦେଶର ଜାତୀୟ ସଂକେତର ନାମ କ'ଣ? ଅଶୋକ ସ୍ତମ୍ଭ। ଆମ ଦେଶର ଜାତୀୟ ପତାକାର ନାମ କ'ଣ? ଆମ ଦେଶର ଜାତୀୟ ପତାକାର ନାମ କ'ଣ? ତ୍ରିରଙ୍ଗା। ଜାତୀୟ ହିନ୍ଦୀ ଦିବସ କେବେ ପାଳନ କରାଯାଏ? ଜାତୀୟ ହିନ୍ଦୀ ଦିବସ କେବେ ପାଳନ କରାଯାଏ? 14 ସେପ୍ଟେମ୍ବର। ଟେଲିଫୋନ ଆବିଷ୍କାର କିଏ କରିଥିଲେ? ଟେଲିଫୋନ ଆବିଷ୍କାର କିଏ କରିଥିଲେ? ଉତ୍ତର ଗ୍ରାହାମ ବେଲ୍। ଜାତୀୟ ପକ୍ଷୀ ଦିବସ କେବେ ପାଳନ କରାଯାଏ? ଜାତୀୟ ପକ୍ଷୀ ଦିବସ କେବେ ପାଳନ କରାଯାଏ? 12 ନଭେମ୍ବର। ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା? ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା? 1866 ମସିହା। ମହାତ୍ମା ଗାନ୍ଧୀଙ୍କୁ ମହାତ୍ମା ଉପାଧି କିଏ ଦେଇଥିଲେ? ମହାତ୍ମା ଗାନ୍ଧୀଙ୍କୁ ମହାତ୍ମା ଉପାଧି କିଏ ଦେଇଥିଲେ? ରବୀନ୍ଦ୍ରନାଥ ଟାଗୋର। ଭାରତର କେଉଁ ସହରକୁ ଗୋଲାପୀ ସହର କୁହାଯାଏ? ଭାରତର କେଉଁ ସହରକୁ ଗୋଲାପୀ ସହର କୁହାଯାଏ? ଜୟପୁର। ଭାରତରେ କେତେ ବର୍ଷ ପରେ ଜନଗଣନା କରାଯାଏ? ଭାରତରେ କେତେ ବର୍ଷ ପରେ ଜନଗଣନା କରାଯାଏ? 10